ଝରଣାକୁ ଗାଧୋଇବାକୁ ଯାଇ ଦୁଇ ନିଖୋଜ। ବର୍ତ୍ତମାନର ଯାହା ବଡ଼ ଖବର ଆସି ପହଞ୍ଚିଛି ସୁକିନ୍ଦା ବ୍ଲକ କୋଇଲ ଗ୍ରାମ ପାଖ ପାହାଡ଼ରେ ଥିବା ଛେତେକା ଟାଙ୍ଗରଠାରେ ଥିବା ଝରଣାକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଦୁଇ ଜଣ ନିଖୋଜ ଥିବାବେଳେ ଘଟଣାସ୍ଥଳରେ ସୁକିନ୍ଦା ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରି ଜଣକୁ ପାଇଥିବା ବେଳେ ଅନ୍ୟ ଜଣକୁ ଖୋଜା ଚାଲିଛି। ଆପଣମାନେ ଦେଖୁଛନ୍ତି ଚକ୍ରବ୍ୟୂହ ଟିଭିର ଏକ୍ସକ୍ଲୁସିଭ୍ ଭିଡ଼ିଓ। ସୁକିନ୍ଦା ଅଗ୍ନିଶମ କର୍ମଚାରୀମାନଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର ହୋଇଥିବା ଯୁବକର ମୃତ୍ୟୁ ହୋଇଥିବା ଯାହା ସୂଚନା ମିଳିଛି। ମୃତ ଯୁବକର ପରିଚୟ ମିଳିପାରି ନଥିବା ବେଳେ ଯୁବକ ଜଣକ ଅଶୋକ ଝର କାଞ୍ଜିଆପାଳ ଗ୍ରାମର ବୋଲି ଆଲୋଚନା ହେଉଛି। ତେବେ ସୁକିନ୍ଦା ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଆଉ ଜଣକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆପଣମାନେ ଦେଖୁଛନ୍ତି ଚକ୍ରବ୍ୟୂହ ଟିଭିର ଏକ୍ସକ୍ଲୁସିଭ୍ ଭିଡ଼ିଓ। ସୁକିନ୍ଦା ଅଗ୍ନିଶମ କର୍ମଚାରୀମାନଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି, ଯାହା ଆମେମାନେ ଆପଣଙ୍କୁ ଦେଖାଉଛୁ। you